ଫେଲ ମାରିଯିବ କି ଇରାନ ଆମେରିକା ଶାନ୍ତି ଆଲୋଚନା। ସୁଇଜରଲ୍ୟାଣ୍ଡରେ ଆଲୋଚନା ଚାଲିଛି ଆଉ ଆମେରିକାରୁ ଧମକ ଦେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯାହାକୁ ନେଇ ଚିହିଁକି ଉଠିଲାଣି ଇରାନ। ଅଧାରୁ ବୈଠକ ଛାଡି ଚାଲି ଯାଇଛନ୍ତି ଇରାନର ନେତା। ଆଉ ଶାନ୍ତି ଆଲୋଚନା ଏବେ ଦିଗ ହରା ହେବାର ଆଶଙ୍କା ସୃଷ୍ଟି ହୋଇଛି। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ଆମେରିକା ଇରାନ ଶାନ୍ତି ଚୁକ୍ତିକୁ ସ୍ୱାକ୍ଷରିତ ହେବା ପରେ ବର୍ତ୍ତମାନ ପୁଣି ଆମେରିକା ରାଷ୍ଟ୍ରପତିଙ୍କ ପାଗଳାମୀ ନୂଆ ବିବାଦ ସୃଷ୍ଟି କରିଛି। ଏହି ଶାନ୍ତି ଚୁକ୍ତି ଫେଲ ମାରିବାର ଆଶଙ୍କା ସୃଷ୍ଟି ହୋଇଛି। କାହିଁକି ନା ବର୍ତ୍ତମାନ ସମୟରେ ଏହି ଶାନ୍ତି ଚୁକ୍ତି ଉପରେ ସୁଇଜରଲ୍ୟାଣ୍ଡରେ ଇରାନ ପ୍ରତିପକ୍ଷ ଏବଂ ଆମେରିକା ପ୍ରତିପକ୍ଷ ଆଲୋଚନା କରୁଛନ୍ତି। ପାକିସ୍ତାନ ଏବଂ କତାରର ଜନପ୍ରତିନିଧି ମଧ୍ୟ ଆଲୋଚନାରେ ମଧ୍ୟସ୍ଥତା କରିବା ପାଇଁ ସାମିଲ ହୋଇଛନ୍ତି। ଆଉ ଯେତେବେଳେ ଶାନ୍ତି ଆଲୋଚନା ହେଉଛି ସେତେବେଳେ ପୁଣି ସବୁକିଛିକୁ ବିଗାଡ଼ି ଦେଲା ଭଳି ଆଭିମୁଖ୍ୟ ପୋଷଣ କରୁଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ବସି ଇରାନକୁ ଧମକ ଦେଇଛନ୍ତି, ଯାହାପରେ ଇରାନ ଖପ୍ପା ହୋଇଛି। ଏମିତିକି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଇରାନର ଯେଉଁ ପ୍ରତିନିଧିମାନେ ଏହି ଶାନ୍ତି ଆଲୋଚନାରେ ଥିଲେ ସେମାନେ ବୈଠକକୁ ଅଧାରେ ଛାଡ଼ି ଚାଲି ଯାଇଛନ୍ତି। ଫଳରେ ସବୁକିଛି ପୁଣି ବିଗୁଡିଯିବ କି? ଶାନ୍ତି ଆଲୋଚନା କେବଳ ଅଧାରେ ରହିବନି, ପୁରା ଫେଲ ମାରିବ କି? ସେ ନେଇ ବି ଆଶଙ୍କା ସୃଷ୍ଟି ହୋଇଛି। କାହିଁକି ନା ଆମେରିକା ରାଷ୍ଟ୍ରପତି କହିଦେଇଛନ୍ତି ଯଦି ଷ୍ଟ୍ରେଟ୍ ଅଫ୍ ହରମୁଜକୁ ଇରାନ ନ ଖୋଲେ ତେବେ ଷ୍ଟ୍ରେଟ୍ ଅଫ୍ ହରମୁଜକୁ ଆମେରିକା ନିଜ ଅକ୍ତିଆରକୁ ନେବ। ବିଶ୍ୱର ସବୁ ଦେଶର ଜାହାଜ କେମିତି ସେହି ସାମୁଦ୍ରିକ ପଥ ଦେଇ ଯାତାୟାତ କରିପାରିବେ ସେଥିପାଇଁ ଆମେରିକା ବନ୍ଦୋବସ୍ତ କରିବ। ଆଉ ତା ସହିତ ଇରାନ ଉପରେ ଆକ୍ରମଣ ବି ଜୋରଦାର ହେବ। ଆହୁରି ଭୟଙ୍କର ଆକ୍ରମଣର ଶିକାର ହେବ ଇରାନ। ବାସ୍ ଏହାକୁ ନେଇ ଇରାନ ବି ଚିହିଁକି ଉଠିଛି। ଇରାନର ସର୍ବୋଚ୍ଚ ନେତା ସଫା ସଫା କହିଦେଇଛନ୍ତି ଯେ ପର୍ଯ୍ୟନ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ନିଃସର୍ତ୍ତ କ୍ଷମା ମାଗି ନାହାନ୍ତି ସେ ପର୍ଯ୍ୟନ୍ତ ଆଲୋଚନା ଆଗକୁ ବଢିବ ନାହିଁ। ଏଣୁ ବର୍ତ୍ତମାନ ସମୟରେ ଶାନ୍ତି ଆଲୋଚନା ଦିଗହରା ହେବାର ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଅନେକ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶାନ୍ତିର ଅପିଲ କରୁଥିଲେ, ଇରାନକୁ ଧମକ ଦେଉଥିଲେ, ଇରାନ ଉପରେ ଆକ୍ରମଣ କରୁଥିଲେ, ଇରାନ ପ୍ରତି ଆକ୍ରମଣ କରୁଥିଲା। କିନ୍ତୁ ଯେତେବେଳେ ଶାନ୍ତି ଚୁକ୍ତି ଏକ ନିଶ୍ଚିତ ବାତାବରଣ ଭିତରକୁ ଯାଇଛି, ଯେତେବେଳେ ଶାନ୍ତି ଚୁକ୍ତି ନିଜର ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି, ଯେତେବେଳେ ଯୁଦ୍ଧ ବନ୍ଦ ହେବାର ସବୁଠାରୁ ବଡ଼ ସମ୍ଭାବନା ସୃଷ୍ଟି ହୋଇଛି ଆଉ ଅସ୍ତ୍ରବିରତିକୁ ଆମେରିକା ଏବଂ ଇରାନ ଲାଗୁ କରୁଛନ୍ତି, ସେତେବେଳେ ଆମେରିକା ରାଷ୍ଟ୍ରପତି ପ୍ରତିପକ୍ଷଙ୍କୁ ଯେଉଁଭଳି ଢଙ୍ଗରେ ଧମକ ଦେଉଛନ୍ତି ତାହା ପୁରା ସ୍ଥିତିକୁ ବିଗାଡ଼ି ଦେଉଛି। ଆଉ ଏସବୁ ଭିତରେ ଇସ୍ରାଏଲର ଆଭିମୁଖ୍ୟ ନିଆଁରେ ଘିଅ ଢାଳୁଛି। ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ ଜାରି ରଖିଛି। ଏମିତିକି ସୀମା ସୁରକ୍ଷା ଦୃଷ୍ଟିରୁ ଲେବାନନ ଉପରେ ଆକ୍ରମଣ ଜାରି ରହିବ ବୋଲି ବି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଦେଇଛନ୍ତି। ଏଣୁ ଗୋଟିଏ ପଟେ ଆମେରିକାର ମୁଖ୍ୟ ସହଯୋଗୀ ଇସ୍ରାଏଲ ଲେବାନନ ଉପରେ ଆକ୍ରମଣ କରୁଛି, ଯେଉଁ ଲେବାନନର ମୁଖ୍ୟ ସଂଗଠନ ହିଜବୁଲ୍ଲାହକୁ ଇରାନ ସମର୍ଥନ କରୁଛି। ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଇରାନକୁ ଧମକ ଦେଉଛନ୍ତି। ଆଉ ଏସବୁ ଭିତରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭେନ୍ସ ଏବଂ ତାଙ୍କ ଟିମ୍ ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ତାଙ୍କ ଟିମଙ୍କ ସହ ଶାନ୍ତି ଆଲୋଚନା କରୁଛନ୍ତି। ହେଲେ ଉଭୟଙ୍କ ଭିତରେ କୌଣସି ସହମତି ପ୍ରକାଶ ପାଇବା ପୂର୍ବରୁ ଟ୍ରମ୍ପଙ୍କର ପାଗଳାମୀ ପୁଣି ଏକ ନୂଆ ବିପଦ ସୃଷ୍ଟି କରିବାର ଇସାରା କରୁଛି। ଦର୍ଶକ ବନ୍ଧୁ, ଏ ପୁରା ଘଟଣା ଏଥିପାଇଁ ଦ୍ୱନ୍ଦ୍ୱ ଭିତରକୁ ଚାଲି ଯାଉଛି, ଏ ଶାନ୍ତି ଚୁକ୍ତିକୁ ନେଇ ବଡ଼ ଧରଣର କନଫ୍ୟୁଜନ କ୍ରିଏଟ ହେଉଛି। କାହିଁକି ନା ଆମେରିକା ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରୁନାହିଁ। ଦେଖନ୍ତୁ, ଯେତେବେଳେ ଇରାନ ଆମେରିକା ଶାନ୍ତି ଚୁକ୍ତି କଥା ଆସୁଛି ସେତେବେଳେ ଶାନ୍ତି ଚୁକ୍ତିରେ ଆମେରିକା ଦାବି କରୁଥିବା ନ୍ୟୁକ୍ଲିୟର ୱେପନ ସମ୍ପର୍କରେ ସ୍ଥିର ନିଷ୍ପତ୍ତି ବା ନିର୍ଣ୍ଣାୟକ ନିଷ୍ପତ୍ତି ଆସିନାହିଁ ଯେ ଇରାନ ଆଉ ପରମାଣୁ ଅସ୍ତ୍ର ତିଆରି କରିବ ନାହିଁ। ଏ ପ୍ରସଙ୍ଗରେ 60 ଦିନ ଧରି ଆଲୋଚନା ଚାଲିବ, ତାପରେ ଯାଇ ଗୋଟେ ନିର୍ଣ୍ଣାୟକ ନିଷ୍ପତ୍ତି ଆସେ। ଅପରପକ୍ଷରେ ଆମେରିକା ଯେଉଁ ଉଦ୍ୟମ କରିଥିଲା ଯୁଦ୍ଧ ଆରମ୍ଭରୁ ଯେ ଇରାନର ସତ୍ତା ପରିବର୍ତ୍ତନ ହେବ, ତାହା ମଧ୍ୟ ଘଟୁନାହିଁ। ଖାମନେଇଙ୍କ ଶାସନ ସେଠାରେ ବଳବତ୍ତର ରହୁଛି। ହୁଏତ ଆୟତୁଲ୍ଲା ଖାମନେଇଙ୍କୁ ଆମେରିକା ନିପାତ କରିଛି, କିନ୍ତୁ ତାଙ୍କ ପୁଅ ମାସ୍ତୋବା ଖାମନେଇ ଇରାନର ସର୍ବେସର୍ବା ଅଛନ୍ତି। ଏହା ସହିତ ଆମେରିକା ଯୁଦ୍ଧ ଜିତିବାର ଯେଉଁ ସ୍ୱପ୍ନ ଦେଖୁଥିଲା ତାହା ବି ଫିକା ହୋଇଛି। କୁହାଯାଉଛି ଯେ ଏହି ଶାନ୍ତି ଆଲୋଚନା ପାଇଁ
ଆମେରିକା ରାଷ୍ଟ୍ରପତି ବାଧ୍ୟ ହୋଇଛନ୍ତି, ଯେହେତୁ ଆମେରିକା ବିରୋଧରେ ବା ଆମେରିକା ପ୍ରଶାସନ ବିରୋଧରେ ତାଙ୍କ ଦେଶରେ ବିଦ୍ରୋହ ସୃଷ୍ଟି ହୋଇଛି, ଲୋକ ଯୁଦ୍ଧକୁ ଭଲ ପାଉନାହାନ୍ତି, ଆଉ ଆଗକୁ ଆମେରିକା ଏକ ନିର୍ବାଚନକୁ ସାମ୍ନା କରିବାକୁ ଯାଉଛି। ଏଣୁ ନିର୍ବାଚନୀ କ୍ରାଇସିସ୍ ଏଡ଼ାଇବାକୁ ଟ୍ରମ୍ପ ଶାନ୍ତି ଆଲୋଚନା କରୁଥିବା କୁହାଯାଉଛି। ହେଲେ ଏହି ଶାନ୍ତି ଆଲୋଚନା ଭିତରେ ଯେତେବେଳେ ନିଜର କୌଣସି ପ୍ରସଙ୍ଗ କାଟୁ କରୁନାହିଁ ବା କାମ କରୁନାହିଁ, କେବଳ ଆଶ୍ୱାସନା ପାଉଛି ଆମେରିକା ଏବଂ ଇରାନ ଆପାତତଃ ନିଜର ସମସ୍ତ ଦାବିକୁ ଆମେରିକା ଠାରୁ ଛଡେଇ ଆଣିବାରେ ସକ୍ଷମ ହେଉଛି, ଠିକ ସେତିକି ବେଳେ କେମିତି ଦାବି ଛଡେଇ ଆଣୁଛି, କେମିତି ଆମେରିକା ଆଶ୍ୱାସନା ପାଇଛି, ମୁଁ ପୂର୍ବ ରିପୋର୍ଟରେ ବିସ୍ତୃତ ଭାବରେ ଆପଣଙ୍କୁ କହିଛି। ବର୍ତ୍ତମାନ ସ୍ଥିତି ଏମିତି ଦର୍ଶକ ବନ୍ଧୁ ଯେ ଆମେରିକା କଳେ ବଳେ କୌଶଳେ ଚାହୁଁଛି ସେ ତା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧୁ, ଯୁଦ୍ଧ ଶାନ୍ତିର ସମାଧାନ ସହ ଶେଷ ନ ହଉ, ଆମେରିକାର ଦବଦବା ରହୁ। ଆଉ ଟ୍ରମ୍ପଙ୍କର ଏଭଳି ପାଗଳାମୀ, ଏଭଳି ଅହଙ୍କାର ବର୍ତ୍ତମାନ ଏହି ଯୁଦ୍ଧର ଅନ୍ତକୁ ଦିଗହରା କରିଦେଉଛି। ନେତା ଗୋଟେ ନିର୍ଣ୍ଣାୟକ ସ୍ଥିତିକୁ ଆସି ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ପ୍ରତିନିଧି ଆଲୋଚନା କରୁଛନ୍ତି, କିନ୍ତୁ ଟ୍ରମ୍ପ ନିଜର ଅହଙ୍କାର, ନିଜର ଗରିମା, ନିଜର ମିଥ୍ୟା ଦମ୍ଭୋକ୍ତିକୁ ଜାହିର କରିବା ପାଇଁ ଏତେ ବ୍ୟଗ୍ର ଥିଲା ଭଳି ମନେ ହେଉଛି ଯେ ସେ ସବୁ କିଛିକୁ ଏପଟ ସେପଟ କରିଦେଉଛନ୍ତି, ଯାହା ପୁରା ଶାନ୍ତି ଆଲୋଚନାର ଫସର ଫଟେଇ ଦେଇପାରେ। ତେବେ ଅପେକ୍ଷା ରହିବ ଯେ ଆମେରିକା ରାଷ୍ଟ୍ରପତି ଭୁଲ ମାଗୁଛନ୍ତି ନା ନାହିଁ, ଇରାନର ଆଭିମୁଖ୍ୟ ପ୍ରକୃତରେ କେମିତି ଆଗକୁ ବଢୁଛି, ଶାନ୍ତି ଚୁକ୍ତି କେଉଁ ଦିଗକୁ ଯାଉଛି, एने आमे लगातार आपको अपडेट देबू। एथिपाई फेसबुक और यूट्यूब रे आम चैनल को सब्सक्राइब करंतु, वीडियो को लाइक और शेयर करंतु, कमेंट बॉक्स रे निजर मतामत लिखंतु। रहुछि, नमस्कार।